10th chapter of Acts, ପ୍ରେରିତ 10 ଅଧ୍ୟାୟ 34 from verse 34. 34 ପଦ ଠାରୁ। Now to whom was Peter speaking? ପିତର କୋଉମାନଙ୍କ ସହ କଥା ହେଉଥିଲେ? To stranger. ଅଚିହ୍ନା ବ୍ୟକ୍ତିମାନଙ୍କ ସହ। And he was not even permitted or allowed to go to them according to his religion. ତାଙ୍କର ଧର୍ମ ଅନୁଯାୟୀ, Old religion. ପୁରାତନ ଧର୍ମ ଅନୁଯାୟୀ ସେମାନଙ୍କ ନିକଟକୁ ଯିବା ପାଇଁ ତାଙ୍କୁ ଅନୁମତି ନଥିଲା। These were Gentiles. These were not the sons of Abraham. ସେମାନେ ବିଜାତୀୟ ଥିଲେ, ସେମାନେ ଆବ୍ରାହାମଙ୍କ ସନ୍ତାନ ନଥିଲେ। Many of them were Romans, ସେମାନଙ୍କ ମଧ୍ୟରୁ ଅନେକ ଜଣ ରୋମିୟ ଥିଲେ, which meant many of them were worshippers of all kinds of idols. ଯାହାର ଅର୍ଥ ସେ ଅନେକ ମୂର୍ତ୍ତିମାନଙ୍କର ସେମାନେ ମୂର୍ତ୍ତି ପୂଜକ ଥିଲେ। But they were also the rulers. ସେମାନେ ଶାସକ ମଧ୍ୟ ଥିଲେ। Many of them who were the friends of Cornelius ଅନେକ ଜଣ କର୍ଣ୍ଣିଲିୟଙ୍କର ବନ୍ଧୁମାନେ ଥିଲେ। were by all reasoning soldiers. ଆଉ ସେମାନେ ସମସ୍ତେ ସୈନ୍ୟ ଥିଲେ। And Peter, by this miraculous revelation of ପିତର God, ପ୍ରଭୁଙ୍କର ଏହି ଆଶ୍ଚର୍ଯ୍ୟ ପ୍ରଦର୍ଶନୀ ଦ୍ୱାରା, ପ୍ରକାଶନ ଦ୍ୱାରା, went as God told him, ପ୍ରଭୁ କହିଲା ମାତ୍ରେ ସିଏ ଗଲେ। and as Cornelius saw the vision of God କର୍ଣ୍ଣିଲିୟ ପ୍ରଭୁଙ୍କର and sent to the exact address to call Peter. କର୍ଣ୍ଣିଲିୟ ପ୍ରଭୁଙ୍କର ଦର୍ଶନ ଦେଖିଲେ ଆଉ ପିତରଙ୍କୁ ଡାକିବା ପାଇଁ ସେ ସଠିକ ଠିକଣାକୁ ପଠାଇଲେ। Remember, Cornelius was unknown to Peter. Peter was unknown to ମନେ Cornelius. ରଖ, କର୍ଣ୍ଣିଲିୟ ପିତରଙ୍କୁ ଜାଣି ନଥିଲେ ବା ପିତର କର୍ଣ୍ଣିଲିୟଙ୍କୁ ଜାଣି ନଥିଲେ। God spoke to Peter Prabhu- and to Cornelius Prabhu- and brought them together. ପ୍ରଭୁ ପିତରଙ୍କ ସହ କଥା ହେଲେ, କର୍ଣ୍ଣିଲିୟଙ୍କ ସହ କଥା ହେଲେ ଆଉ ସେମାନଙ୍କୁ ମିଳନ କରାଇଲେ। Sometimes ବେଳେ ବେଳେ strangers tell me, ଅଚିହ୍ନା ବ୍ୟକ୍ତିମାନେ ମତେ କୁହନ୍ତି, I never knew about you or about this fellowship. ମୁଁ ଆପଣଙ୍କ ବିଷୟରେ ଅବା ଏହି ସହଭାଗିତା ବିଷୟରେ ଜାଣିନଥିଲି। We are not people great in advertisement. ଆମେ ସେଇ ବିଜ୍ଞାପନରେ କୌଣସି ଏପରି ଦେଖାଯିବା ଲୋକ ନୁହେଁ। You know, a little candle that shines in darkness, ତୁମେ ଜାଣିଛ କି ଏକ ଛୋଟ ମହମବତୀ ଯାହା ଅନ୍ଧାରରେ ଜଳିଥାଏ, does it have the need to say, I am a candle, I am lighting this ତାକୁ କଣ place? କହିବାକୁ ପଡିବ କି ମୁଁ ଗୋଟେ ମହମବତୀ ଆଉ ମୁଁ ଏଇ ସ୍ଥାନକୁ ଆଲୋକିତ କରାଉଛି? No, not at all. ନାଇଁ, ଜମା ବି ନୁହେଁ। Everyone says, ସମସ୍ତେ କୁହନ୍ତି, oh, there is the light, let me go to that light. ଆଉ ସେଠାରେ ଆଲୋକ ଅଛି, ମୁଁ ସେଇ ଆଲୋକକୁ ଯିବି। Does salt have to advertise କଣ itself? ଲୁଣକୁ ନିଜର ବିଜ୍ଞାପନ କରାଇବାକୁ ପଡିବ କି? No. ନାଇଁ ନାଇଁ ନାଇଁ। Today, if your mother has put too much salt in your dish, ଯଦି ତୁମର ମା ତରକାରୀରେ ଅଧିକ ଲୁଣ ପକାଇ ଦେଇଛନ୍ତି, oh, you'll have a shock when you put it in your mouth. ଆଉ ଯେତେବେଳେ ତୁମେ ମୁହଁରେ ତାହାକୁ ରଖିଥାଅ, ଆଶ୍ଚର୍ଯ୍ୟଚକିତ ହୋଇଥାଅ, ଲୁଣ Is immediately known. ତାହାର ସ୍ୱାଦ ସାଙ୍ଗେ ସାଙ୍ଗେ ଜଣା ପଡିଯାଏ। And light ଆଲୋକ is always seen. ସବୁବେଳେ ଦେଖାଯାଇଥାଏ। And Jesus said, you're the light of the world, you're the salt of the earth. ଯୀଶୁ କହିଲେ, ତୁମେ ଏହି ଜଗତର ଜ୍ୟୋତି ଏବଂ ତୁମେ ପୃଥିବୀର ଲବଣ। No, wait, you never see salt shouting or light shouting. ତୁମେ ଲବଣକୁ ଅବା ଆଲୋକକୁ ଚିତ୍କାର କରିବାକୁ ଦେଖିବନି। When you have to shout and make laws saying no conversion and this and that, ଯେତେବେଳେ what does it say? ଯେତେବେଳେ ତୁମେ ଚିତ୍କାର କରି ଏ ସବୁ ନିୟମ କରିବ ଯେ ଆଉ ପରିବର୍ତ୍ତନ ହେବ ନାହିଁ, ଏହା You ତାହା have no salt, you have no light. ତାହାର ଅର୍ଥ କ'ଣ? ତୁମର ଲୁଣ ନାହିଁ, ତୁମର ଆଲୋକ So ନାହିଁ। you're afraid somebody has the salt and somebody has the ଆଉ light. ସେଥିପାଇଁ ତୁମେ ଭୟଭୀତ ହୋଇଥାଅ, କାହାର ଗୋଟିଏ ଲବଣ ଅଛି ଅବା କାହାର ଆଲୋକ ଅଛି। No, never reject the light of God. କେବେ ବି ପ୍ରଭୁଙ୍କର ଆଲୋକକୁ ଅଗ୍ରାହ୍ୟ କର ନାହିଁ। Because କାରଣ Jesus said, ଯୀଶୁ କହିଲେ, this is the condemnation. ସେହି ବିଚାର ଏହି
Light has come into the world, ଜଗତରେ ଜ୍ୟୋତି ପ୍ରକାଶିତ but ହୋଇଅଛି men love darkness more than light. ଆଉ ଲୋକମାନେ ଜ୍ୟୋତି ଅପେକ୍ଷା ବରଂ ଅନ୍ଧକାରକୁ ଭଲ ପାଇଲେ। Who loves darkness more than light? କିଏ ଅନ୍ଧକାରକୁ ଆଲୋକ ଠାରୁ ଅଧିକ ପ୍ରେମ କରେ? Thieves. ଚୋରମାନେ, They don't want light. ସେମାନଙ୍କୁ ଆଲୋକ ପସନ୍ଦ Oh, ନାହିଁ। as soon as anybody flashes a torch, they're ଆଉ shocked. କେହି ଯଦି ଟିକେ ଟର୍ଚ୍ଚ ପକାଇ ଦିଏ ସେମାନେ ଭୟଭୀତ ହେଇଯାଆନ୍ତି, Yeah, because they don't want the light. କାରଣ ସେମାନଙ୍କୁ ଜ୍ୟୋତି ପସନ୍ଦ ନାହିଁ। What did Jesus say? ଯୀଶୁ କଣ କହିଲେ? All that came before me were thieves and robbers. ଆଉ ଯିଏ ମୋ ପୂର୍ବରୁ ଆସିଅଛନ୍ତି ସେମାନେ ସବୁ ଚୋର ଓ ଡକାୟତ, Robbing the glory of God. ପ୍ରଭୁଙ୍କର ମହିମାକୁ ଚୋରି କରୁଅଛନ୍ତି। Saying, I am a great person, Guru. ମୁଁ ଏକ ମହାନ ବ୍ୟକ୍ତି, ମୁଁ ଗୁରୁ, I am God. ମୁଁ ପ୍ରଭୁ। No, you are not God. ତୁମେ ପ୍ରଭୁ ନୁହେଁ। The only revelation of the living God is the Lord Jesus Christ. ଜୀବନ୍ତ ପ୍ରଭୁଙ୍କର ଏକମାତ୍ର ପ୍ରକାଶନ ତାହା ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। You dare not put anybody next to ତାଙ୍କ him. ପାଖରେ ଆଉ କାହାକୁ ରଖିବାକୁ ସାହସ ମଧ୍ୟ କର I ନାହିଁ। often say, ମୁଁ ବାରମ୍ବାର କୁହେ, if you put anybody next to Jesus, he will turn into a crow. ଯଦି ଯୀଶୁଙ୍କ ପାଖରେ ଆଉ କାହାକୁ ବି ଛିଡ଼ା କରେଇବ ସିଏ ଏକ କୁଆ ସଦୃଶ ହୋଇଯିବ। Why? କାହିଁକି? There is no sin in him. କାରଣ ତାଙ୍କଠାରେ କୌଣସି ପାପ ନାହିଁ। And now when Peter ଯେତେବେଳେ ପିତର was declaring Jesus to these people, ଏଇ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହୁଥିଲେ, they had never heard of the Lord Jesus. ସେମାନେ କେବେ ପ୍ରଭୁ ଯୀଶୁଙ୍କ ବିଷୟରେ ଶୁଣି ନଥିଲେ। This is what he said. ଆଉ ଏହା ହିଁ ସେ କହିଲେ। 34th verse. 34 ପଦ। Peter opened his mouth and said, of a truth I perceive that God is no respecter of person. ପିତର ମୁଖ ଫିଟାଇ କହିଲେ, ଈଶ୍ୱର ଯେ ମୁଖାପେକ୍ଷା କରନ୍ତି ନାହିଁ। ଦେଖ, Look at this opening statement. ଏହି ଯୋଉ ଖୋଲା ବାକ୍ୟକୁ ଦେଖନ୍ତୁ। God is no respecter of person. ଈଶ୍ୱର ମୁଖାପେକ୍ଷା କରନ୍ତି ନାହିଁ। So if you go before God as a very wonderful man, big man, rich man, ଯଦି ପ୍ରଭୁଙ୍କ ସମ୍ମୁଖରୁ ଯିବ ଏକ ସୁନ୍ଦର ବ୍ୟକ୍ତି, ଧନୀ ବ୍ୟକ୍ତି ଏଇପରି ହୋଇ, but my dear କିନ୍ତୁ friend, ମୋର ବନ୍ଧୁ, ପ୍ରିୟ ବନ୍ଧୁମାନେ, when you go before God, ତୁମେ ଯେତେବେଳେ ପ୍ରଭୁଙ୍କ ସମ୍ମୁଖକୁ you ଯାଅ, and I are but sinners. ତୁମେ ଆଉ ମୁଁ ପାପୀ ମନୁଷ୍ୟ। See, too much pride today. ଆଜି ବହୁତ ଗର୍ବ ଅଛି। I am a great Christian. ମୁଁ ବହୁତ ଭଲ I ଖ୍ରୀଷ୍ଟିଆନ, got a lot of bhakti. ମୋର ବହୁତ ଭକ୍ତି ଅଛି। Anybody who has got a lot of bhakti ଯାହାର ବହୁତ ଭକ୍ତି ଅଛି will be a very humble person. ସେ ବହୁତ ନମ୍ର ବ୍ୟକ୍ତି ରହିବ। Bhakti can be only measured by one yardstick. ଭକ୍ତି କେବଳ ଗୋଟିଏ ମାପକାଠିରେ ମପା ଯାଇପାରିବ। What is that? କଣ ତାହା? When you obey God's word. ଯେତେବେଳେ ତୁମେ ପ୍ରଭୁଙ୍କ ବାକ୍ୟର ଆଜ୍ଞାବହ ହେବ, Well, to obey God's ଯେତେବେଳେ word, ପ୍ରଭୁଙ୍କ ବାକ୍ୟର ଆଜ୍ଞାବହ ହେବ, you need faith. ତୁମକୁ ବିଶ୍ୱାସ ଆବଶ୍ୟକ। When God says, don't be unequally yoked with unbelievers, ଯେତେବେଳେ ପ୍ରଭୁ କୁହନ୍ତି ତୁମେ ବିଜାତୀୟ ମାନଙ୍କ ସହିତ ସାମଞ୍ଜସ୍ୟରେ ମିଶ I ନାହିଁ, can't see how I can live with somebody who is speaking ଆଉ ଜଣେ lies. ମିଥ୍ୟା କହୁଥିବା ବ୍ୟକ୍ତି ସହିତ ମୁଁ ରହିବା ଭଳି ନିଜକୁ ଦେଖିପାରୁନାହିଁ। I am not a ମୁଁ policeman. ଜଣେ ପୋଲିସ ବ୍ୟକ୍ତି I ନୁହେଁ। don't go investigating. Is this true? Is this a lie? What କଣ happened? ଏହା ସତ୍ୟ କି ନା ମିଥ୍ୟା ଆଉ କଣ ହେଲା ମୁଁ ତାହା ଖୋଜିବାକୁ ଯାଏ ନାହିଁ। No. I ନାହିଁ, have found that people who spoke lies to me, ମୁଁ some of them immediately were struck down. ଆଉ ମୁଁ ଦେଖିବାକୁ ପାଇଅଛି ଯୋଉମାନେ ମୋ ସହିତ ମିଥ୍ୟା କଥା କୁହନ୍ତି ହଠାତ୍ କରି ତାଙ୍କର ମୃତ୍ୟୁ ହୋଇଯାଏ। They have swooned. ଆଉ ସେମାନଙ୍କର ମୃତ୍ୟୁ Not that I ହୋଇଯାଇଛି। desired any evil for them. ଏପରି ନୁହେଁ ଯେ ମୁଁ ତାଙ୍କ ପାଇଁ କୌଣସି ମନ୍ଦ But ବିଚାର କରିଛି, when there is the presence of କିନ୍ତୁ God, ଯେତେବେଳେ ପ୍ରଭୁଙ୍କର ଉପସ୍ଥିତି there ଥାଏ, is no lie. Listen, my friend. ଶୁଣନ୍ତୁ ମୋର How ବନ୍ଧୁମାନେ, can you live with a ତୁମେ liar? ଜଣେ ମିଥ୍ୟାବାଦୀ ସହିତ କିପରି ରହିବ? Very hard. ବହୁତ କଷ୍ଟ। How can you live with a thief? ଜଣେ ଚୋର ସହିତ ତୁମେ କିପରି ରହିବ? Very hard. ବହୁତ କଷ୍ଟ। How can you live with somebody who does not obey
obey the word of God. ଏପରି ଜଣେ ବ୍ୟକ୍ତି ଯିଏ ପ୍ରଭୁଙ୍କ ବାକ୍ୟର ଆଜ୍ଞାବହ ହୋଇପାରେନି ତା ସହିତ Very କିପରି hard. ରହିବ ତାହା ବହୁତ କଷ୍ଟ। You can't engage in all arguments morning till night with your wife ସକାଳରୁ ରାତି ଯାଏ ନିଜ ସ୍ତ୍ରୀ ସହିତ ତୁମେ ତର୍କ ବିତର୍କରେ ରହିପାରିବ ନାହିଁ or with your husband. ନହେଲେ ତୁମ ସ୍ୱାମୀ ସହିତ। That is why God says, ସେଥିପାଇଁ ପ୍ରଭୁ କୁହନ୍ତି you must not be unequally yoked. ତୁମେ ଏକା ସଙ୍ଗରେ ସମାନ ଭାବରେ ସାମଞ୍ଜସ୍ୟ ହୁଅ ନାହିଁ। There must be that unity. ସେଠାରେ ଏକତା ରହିବା ଉଚିତ। Here, Peter ଏଠାରେ says, ପିତର କହିଲେ God is not a respecter of person. ପ୍ରଭୁ ବ୍ୟକ୍ତି କୌଣସି In this ମୁଖାପେକ୍ଷା country, କରନ୍ତି ନାହିଁ। ଏପରିକି ଏହି ଦେଶରେ Everyone ମଧ୍ୟ seems to be a respecter of person. ସମସ୍ତେ ସେଇ ଜଣକୁ ସେମାନେ ମୁଖାପେକ୍ଷା If କରନ୍ତି। you go with a torn shirt into a shop, ଯଦି ଗୋଟିଏ ଦୋକାନକୁ ତୁମେ ଚିରା ପୋଷାକ ସହିତ ଗଲ nobody looks at you. କେହି ବି ତୁମକୁ ଦେଖନ୍ତି ନାହିଁ। Oh, you come out of a car or a taxi. ତୁମେ କାରରୁ ବା ଟ୍ୟାକ୍ସିରୁ ବାହାରିକି ଆସିଥାଅ। Oh, people will say, yes sir, come, what shall we do? ଲୋକମାନେ କହିବେ ହଁ ସାର୍ କଣ କରିବୁ ଆପଣଙ୍କ ପାଇଁ। 2-3 people want to attend ଆଉ on you. 2-3 ଜଣ ତୁମ ପାଖକୁ ଆସିଥାନ୍ତି। All respecters of person. ସମସ୍ତେ ସେଇ ମୁଖାପେକ୍ଷା କରୁଥିବା ବ୍ୟକ୍ତି But God is not a respecter of କିନ୍ତୁ person. ଈଶ୍ୱର ସେ ମୁଖାପେକ୍ଷା କରନ୍ତି ନାହିଁ। He looks on your heart. ସିଏ ତୁମର ହୃଦୟକୁ He doesn't ଦେଖନ୍ତି। look on your face, on your clothes, on your money or your purse. ସିଏ ତୁମର ମୁଖ ବା ପୋଷାକ ବା ଟଙ୍କା ବା ପର୍ସକୁ ଦେଖନ୍ତି ନାହିଁ। 35th verse. 35 ପଦ। But in every nation he that feareth କିନ୍ତୁ him ପ୍ରତ୍ୟେକ ଜାତିରେ ଯେ କେହି ତାହାଙ୍କୁ ଭୟ କରେ and worketh righteousness ଧର୍ମାଚରଣ କରେ is accepted with him. ସେ ଯେ ତାହାଙ୍କ ନିକଟରେ ଗ୍ରାହ୍ୟ Look ହୁଏ। at these two things. ଏଇ ଦୁଇଟି ବିଷୟ ଦେଖ। The fear of God is the beginning of wisdom. ପ୍ରଭୁଙ୍କର ଭୟ ଜ୍ଞାନର ଆରମ୍ଭ ଅଟେ। Fear of God. ପ୍ରଭୁଙ୍କର ଭୟ। Hey, people are afraid of, oh, you mustn't go near that well. ଆଉ You ଲୋ- mustn't go under that tree. ଲୋକମାନେ ଭୟଭୀତ ହୁଅନ୍ତି ସେ କୂଅ ନିକଟକୁ ଯିବ ନାହିଁ ସେ ଗଛ ତଳକୁ And ଯିବ so ନାହିଁ। people are full of fear of evil spirits. ସେଥିପାଇଁ ଲୋକମାନେ ମନ୍ଦ ଆତ୍ମା ଦ୍ୱାରା ଭୟରେ ପରିପୂର୍ଣ୍ଣ ଅଛନ୍ତି। And people are afraid of even these wandering magicians. ଏପରିକି ଲୋକମାନେ ଯାଦୁଗର ମାନଙ୍କୁ ମଧ୍ୟ ଭୟ କରୁଛନ୍ତି। Oh, if I don't show my hand to him, ଯଦି ମୋର ହାତ ମୁଁ ତାଙ୍କୁ ନ ଦେଖାଇଲି he may do some witchcraft against me. ଆଉ ସିଏ ମୋ ବିରୁଦ୍ଧରେ କିଛି କଳା ଯାଦୁ କରିପାରେ। See, my friend, ଦେଖନ୍ତୁ ବନ୍ଧୁମାନେ when you fear the living God, ଯେତେବେଳେ ତୁମେ ଜୀବନ୍ତ ପ୍ରଭୁଙ୍କୁ ଭୟ କରିବ you won't have fear of all these things. ତୁମର ଏଇ ସମସ୍ତ ବିଷୟ ପାଇଁ ଭୟ ରହିବ No ନାହିଁ। evil spirit can touch you. କୌଣସି ବି ମନ୍ଦ ଆତ୍ମା ତୁମକୁ ଛୁଇଁ ପାରିବ No ନାହିଁ। ghost or spirit can come upon you. କୌଣସି ଭୂତ ବା ମନ୍ଦ ଆତ୍ମା ତୁମ ଉପରେ ଆସିପାରିବ You ନାହିଁ। know, in Erode, ଇରୋଡରେ I was preaching in the hall of that old atheist. EVR, isn't it? ଜଣେ ସେଇ ଯୋଉ ପୁରୁଣା ନାସ୍ତିକ ତାଙ୍କର ହଲରେ ମୁଁ ପ୍ରଚାର କରୁଥିଲି। And I said, ମୁଁ କହିଲି the fool saith, there is no God ମୂର୍ଖମାନେ କୁହନ୍ତି ଯେ ଈଶ୍ୱର ନାହାନ୍ତି anywhere in the world. କୌଣସି ବି ଜଗତରେ। That's what God says. ତାହା ହିଁ ପ୍ରଭୁ କୁହନ୍ତି। And one man came. ଜଣେ ବ୍ୟକ୍ତି ଆସିଲେ He said, ସେ କହିଲେ I want to tell about Jesus. I want to give my witness. ମୁଁ ଯୀଶୁଙ୍କ ବିଷୟରେ ସେଇ ମୋର ସାକ୍ଷ୍ୟ ଦେବାକୁ ଚାହେଁ। As soon as he began to talk to ଆଉ me, ଯେତେବେଳେ ସିଏ ମୋ ସହ କଥା ହେବା ଆରମ୍ଭ କଲେ he began to shake. ସିଏ There was an evil spirit in ସେ him. ଦୋହଲିବା ଆରମ୍ଭ କଲେ ତାଙ୍କ ମଧ୍ୟରେ ମନ୍ଦ ଆତ୍ମା And when ଥିଲା। we asked, who is this evil spirit? ଯେତେବେଳେ ଆମେ ପଚାରିଲୁ କିଏ The ghost of his father. ତାଙ୍କର ପିତାଙ୍କ ଭୂତ। Yes. ହଁ Sometimes people say, the spirit of my mother is troubling me. ବେଳେ ବେଳେ ଲୋକମାନେ କୁହନ୍ତି ମୋର ମାଙ୍କ ଆତ୍ମା ମୋତେ ହଇରାଣ କରୁଅଛି। See, in some houses they say, I can see some spirits here. କିଛି ଗୃହରେ କୁହନ୍ତି ମୁଁ କିଛି ଆତ୍ମା ମାନଙ୍କୁ ଏଠାରେ ଦେଖୁଅଛି। Oh, how sad.
केते दुखर विषय We fear all these spirits and all these ghosts. आमे एही सब आत्मा मानकु भूत मानकु भय करिताओ But किंतु when God says, जेतेबेले प्रभु कहंती He that believeth on me hath everlasting जे life. मो ठारे विश्वास रखे सिया अनंत जीवन प्राप्त हेबो Oh, you don't want to believe in the living God. तुमे जीवंत प्रभुଙ୍କୁ विश्वास କରିବାକୁ चाहि न You थाओ don't want to believe in Jesus Christ. तुमे यीशु ख्रीष्टଙ୍କ ठारे विश्वास रखिବାକୁ चाहि न थाओ But here, Peter says, everyone who truly fears God in any प्रत्येक nation जन कौनसी भी देश रे जे प्रभुଙ୍କୁ प्रकृत भय करे and worketh आउ righteously. धर्मपूर्ण कार्य करिथाए Look at that. देख You can say, I am this bhakta, I am that तुमे bhakta. कहि पार मु ए भक्त अटे अबा से भक्त अटे But no righteousness will come to किंतु you. तुम ठाकु कौनसी धार्मिकता आसी न थाए And out of you. अबा तुम ठारु कौनसी धार्मिकता If आसी न somebody थाए shows you 1 lakh or 2 lakhs or 10 lakhs, केही जदि तुमको लक्षे 2 लक्ष अबा 10 लक्ष pure fraud, शुद्ध ठकेई अटे thieves offering money to thieves. चोर माने चोरंकु टंका दउछंती What a terrible thing. केते भयंकर विषय And those men are supposed to make laws. आउ सेही व्यक्ति माने नियम गढ़िबार अछि What laws can they make? को प्रकार रो नियम से माने गढ़िबे Only foolish law. मूर्ख नियम गुड़िक Because they don't know how to work righteous. कारण से माने से धर्माचरण शिखी नाहंती You know, when you turn to the Lord जेतेबेले Jesus, तुमे प्रभु जीशुଙ୍କ आडकु मोड़ी थाओ righteousness comes out of you. धार्मिकता तुम मध्यरु आसी थाए When I look at my life, जेतेबेले मो जीवनकु मु देखे foolishness should have come out of my life. मूर्खता मो जीवनरु आसीबा कथा Because I was foolish. कारण मु मूर्ख थिली Foolishness मूर्खता would have been my religion. ताहा मोर धर्म होइतांता Going to church, चर्च को जीवा being a nice fellow outside, बाहरे भल व्यक्ति होई रहिबा being a complete hypocrite, एक भण्ड होई रहिबा running after vanity and uncleanness. समस्त असार विषय असुचि विषय पछरे दौड़िबा But what to whom would I have brought any help? मु काहाको उपयोगी होई पारिथांती Never. केबे भी नुहे Selfishness, स्वार्थपरता Greed. लोभ unrighteousness अधार्मिकता would have flowed from my life. ताहा म जीवनरु बाहरिथांता How did it happen that I was changed? ଏହା किपरि ହେଲା जे मु परिवर्तन हेली Was it religion? कोन ताहा धर्म थिला कि No. नाही I had religion from my cradle. मोर It did not change my tongue nor make it speak the मोर truth. छोट बेलु ही ता धर्म थिला ताहा मोर कि कौनसी परिवर्तन करि It पारला did नाही not teach, religion didn't teach my eyes to turn away from vanity. धर्म मते सेही असारतारु आखि मोडिबा ताहा सिखाई पारिला नाही Where religion did not teach me to run away from sin. धर्म मते पाप ठारु दौड़ी पळाइबा सिखाई पारिला नाही But who made the difference? किंतु किए सेही भिन्नता कला When Jesus came into my life, जेतेबेले जीसु म जीवनकु आसिले a new flow began out of this wicked heart, एही which was changed. एही दुष्ट हृदय जहा परिवर्तन होइथिला सेथिरु नूतन तरंग बहिबा आरंभ ହେଲା Worketh से righteousness. धर्म पूर्ण धर्माचरण करे Yes, my friend. हाँ मोर प्रिय बंधु माने When you work righteousness, जेतेबेले तुमे सेही धार्मिक कार्य करिथाओ God will look at you. प्रभु तुमको देखिबे For in every nation he that feareth God and worketh righteousness is accepted प्रत्येक by जातिरे जे him. केही ताहांकु भय करी धर्माचरण करे से ताहांक निकटरे ग्राह्य When I हुए hear that 2 lakhs have to be paid for a मु seat, जेतेबेले सुनिबाकु पाए गोटिए सीट पाई 2 लाख टंका दबाकु पडुअछि what kind of religion को is that प्रकारर धर्म ताहा which produces such institutions? आउ जहा सेही प्रकार भाबरे कॉलेज गुडी को गडु अछि Throw it in the garbage.
ତାହାକୁ ତୁମେ ସେଇ କୁଡ଼ାଦାନରେ ଫୋପାଡ଼ି ଦିଅ। How sad. କେତେ No, my ଦୁଃଖର friend. ବିଷୟ। ଏବେ ମୋର ପ୍ରିୟ ବନ୍ଧୁମାନେ, Peter continues in the 10th chapter of Acts in 36 10 verse. ଅଧ୍ୟାୟ 36 ପଦରେ ପିତର ତାହା କହୁଛନ୍ତି, The word which God sent to the people of Israel first, preaching peace by Jesus Christ. ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଶାନ୍ତିର ସୁସମାଚାର ପ୍ରଚାର କରାଇ ଇସ୍ରାଏଲ ସନ୍ତାନମାନଙ୍କ ନିକଟକୁ ଏହି ବାକ୍ୟ ପ୍ରେରଣ କଲେ। But then Peter had to quickly add the words, କିନ୍ତୁ ପିତରଙ୍କୁ ସାଙ୍ଗେ ସାଙ୍ଗେ ଏହି ବାକ୍ୟ ମିଶାଇବାକୁ ପଡ଼ିଲା। don't forget, he is the Lord of all. ଆଉ ତୁମେ ଏହା ଭୁଲ ନାହିଁ, ସେ ସମସ୍ତଙ୍କର ପ୍ରଭୁ। Oh, sometimes when we are casting out these evil spirits, ବେଳେବେଳେ ଯେତେବେଳେ ଆମେ ମନ୍ଦ ଆତ୍ମାଙ୍କୁ ବାହାର କରିଥାଉ, they say, ସେମାନେ I am କୁହନ୍ତି, ashamed to tell my name. ମୁଁ ମୋର ନାମ କହିବାକୁ ଚାହୁଁନାହିଁ। And when we say in Jesus' name, you evil spirit will have to, must ଯେତେବେଳେ run ଆମେ କହୁ out, ପ୍ରଭୁ ଯୀଶୁଙ୍କ ନାମରେ ତୁମକୁ ଏ ମନ୍ଦ ଆତ୍ମା ତତେ ଯିବାକୁ ପଡ଼ିବ, they begin to tremble. ସେମାନେ ଥରିବା ଆରମ୍ଭ କରନ୍ତି। Oh, I am burning, I am burning. ମୁଁ ଜଳୁଅଛି, ମୁଁ ଜଳୁଅଛି। Yes, ହଁ, he is the Lord of all. ସିଏ ସମସ୍ତଙ୍କର ପ୍ରଭୁ। So upon this group of strangers, ଏହି ଯୋଉ ଅଚିହ୍ନା ବ୍ୟକ୍ତିମାନଙ୍କ ଦଳ ଉପରେ the power of God came down. ପ୍ରଭୁଙ୍କର ଶକ୍ତି ଅବତରଣ ହେଲା। My, ଦେଖିବାକୁ why doesn't the power of God come down upon Uti? ପ୍ରଭୁଙ୍କର ଆତ୍ମା କାହିଁକି ଉଟି ଉପରେ ଆସି ପାରୁନାହିଁ? Why doesn't the power of God come down on India? କାହିଁକି ସେଇ ପ୍ରଭୁଙ୍କର ଶକ୍ତି ଭାରତ ଉପରେ ଆସି ପାରୁନାହିଁ? All half-hearted Christians. ସେଇ ଅର୍ଦ୍ଧ ହୃଦୟରେ ଥିବା ଖ୍ରୀଷ୍ଟିଆନ ମାନେ। But these Roman captain and these people were there. କିନ୍ତୁ ଏହି ଯୋଉ ରୋମିଓ ନେତା ମାନେ ଆଉ ଏହି ବ୍ୟକ୍ତି ମାନେ ସେଠାରେ ଥିଲେ। Why were they there? They were there because they wanted the truth. ସେମାନେ କାହିଁକି ସେଠାରେ ଥିଲେ? ସେମାନେ ସେଠାରେ ଥିଲେ କାରଣ ସେମାନେ ସତ୍ୟ They were ଚାହୁଁଥିଲେ। not there to juggle with the truth. ସେମାନେ ସତ୍ୟ ସହିତ ତର୍କ ବିତର୍କ କରିବା ପାଇଁ ନଥିଲେ। Some of you people, ତୁମମାନଙ୍କ ମଧ୍ୟରୁ କେତେ ଜଣ you're playing with the truth. ତୁମେ ସତ୍ୟ ସହିତ ଖେଳୁଅଛ। You don't obey the truth. ତୁମେ ସତ୍ୟତାର ଆଜ୍ଞାବହ ହଉନାହଁ। Still you talk of some tribe. ତଥାପି ତୁମେ କିଛି ଜନଜାତି ବିଷୟରେ କଥା ହୁଅ, So, or you talk about some caste. ନହେଲେ କିଛି ଜାତି ବିଷୟରେ କଥା ହୁଅ, But କିନ୍ତୁ when you humble yourself, ଯେତେବେଳେ ତୁମେ ନିଜକୁ ନମ୍ର କରିଥାଅ, the power of God will be given to you. ପ୍ରଭୁଙ୍କର ଶକ୍ତି ତୁମକୁ ଦିଆଯିବ। You and your family will be new people. ତୁମେ ଓ ତୁମର ପରିବାର ନୂତନ ବ୍ୟକ୍ତି ହେବ। Let us bow our heads in a word of ଆମର ମସ୍ତକ ଆମେ ପ୍ରାର୍ଥନାରେ ନୁଆଁଇବା। Let us tell God in our heart, ଆମ ହୃଦୟରେ ପ୍ରଭୁଙ୍କୁ କହିବା, Lord, I am not like this Roman captain. ପ୍ରଭୁ ମୁଁ ଏହି ଯୋଉ ରୋମିଓ କ୍ୟାପ୍ଟେନଙ୍କ ଭଳି ନୁହେଁ। I am only playing with the truth. ମୁଁ କେବଳ ସତ୍ୟତା ସହ ଖେଳୁଅଛି। I will not play with the truth anymore. ମୁଁ ଆଉ ସତ୍ୟତା ସହିତ ଖେଳିବି ନାହିଁ। Like this Roman captain and his friends. ଏହି ଯୋଉ ରୋମିଓ ନେତା ଓ ତାଙ୍କର ବନ୍ଧୁମାନଙ୍କ Lord ଭଳି Jesus, I will embrace you and your truth. ପ୍ରଭୁ ଯୀଶୁ ମୁଁ ଆପଣଙ୍କୁ ଆପଣଙ୍କର ସତ୍ୟକୁ କୋଳାଇବି। You came to free me from all my ଆପଣ ମୋତେ oppression. ସମସ୍ତ ଅତ୍ୟାଚାରରୁ ମୁକ୍ତ କରିବାକୁ ଆସିଲେ। We want honest heart, ଆମେ ସେଇ ସଚ୍ଚୋଟ ହୃଦୟ like ଚାହୁଁଅଛୁ, this Roman captain, ଏହି ଯୋଉ ରୋମିଓ ନେତାଙ୍କ ଭଳି to seek you with all our heart. ଆମର ସମ୍ପୂର୍ଣ୍ଣ ହୃଦୟରେ ଆପଣଙ୍କୁ ଖୋଜିବା ପାଇଁ। And you will come and make our homes little heaven. ଆପଣ ଆମ ଗୃହକୁ ଆସି ଆମ ଗୃହକୁ ଏକ ଛୋଟ ସ୍ୱର୍ଗ ଭଳି କରିବେ। Hear our prayer. ଆମର ପ୍ରାର୍ଥନା ଶୁଣନ୍ତୁ। In Jesus' holy ପ୍ରଭୁ name. ଯୀଶୁଙ୍କ ପବିତ୍ର ନାମରେ ମାଗୁଅଛୁ। Amen. ଆମେନ୍।